ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ହରିଶଙ୍କର ଝରଣାରେ ଅପ୍ରତ୍ୟାଶିତ ଭାବରେ ପାଣି ଉଛୁଳି ପଡ଼ିଛି, ଯାହାଫଳରେ କିଛି ସମୟ ପାଇଁ ହରିଶଙ୍କର ଝରଣା କୂଳରେ ହୋ-ହଲ୍ଲା ହୋଇଥିଲା। ଝରଣାରେ ଗାଧୋଉଥିବା ପର୍ଯ୍ୟଟକ ଭୟରେ ଧାଇଁଥିଲେ। ଏପରିକି ଝରଣା ଉଛୁଳି ହନୁମାନ ମୂର୍ତ୍ତି ପଟୁ ନୂଆ ଭୋଗ ମଣ୍ଡପ ସମ୍ମୁଖ ଦେଇ ପାଣି ବୋହିଯାଇଥିଲା। ଅଳ୍ପ ସମୟ ପରେ ପୁଣି ଝରଣା ସ୍ୱାଭାବିକ ହୋଇଥିବା ବେଳେ ଝରଣା ଉଛୁଳା ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ପାହାଡ଼ ଉପରେ ପ୍ରବଳ ବର୍ଷା ଫଳରେ ଏଭଳି ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏନେଇ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ପାହାଡ଼ ଉପରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଅନୁମାନ କରାଯାଉଛି ବୋଲି କହିଥିଲେ। ସୂଚନାଯୋଗ୍ୟ, ଗତ 4 ବର୍ଷ ତଳେ ମଧ୍ୟ ଏହାଠାରୁ ଅଧିକ ପାଣି ଉଛୁଳି ରେଲିଂ, କାନ୍ଥ ଆଦି ଭାଙ୍ଗିଥିଲା। ଘଟଣା ରୋକିବାକୁ ପ୍ରଶାସନ ସଜାଗ ରହିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି। ବ୍ୟୁରୋ ରିପୋର୍ଟ, ମୋବାଇଲ ନ୍ୟୁଜ।